କିନ୍ତୁ ସରକାର ଇନ ନାରାବାଜି କରୁଛନ୍ ଯେ ମା ପାଇଁ ଗଛଟିଏ। ଆଜ୍ଞା ଗଛଟିଏ ଲଗାଯାଉ, କିନ୍ତୁ ଆପଣ ସେଲ୍ଫି ଚକ୍କରରେ ଗଛ ଯେନ୍ ଲଗଉଛନ୍ ଆଉ ସେ ଯେନ୍ ଜାଗାମାନଙ୍କୁ ଚୁଜ୍ କରିକିରି ଲଗେଇଛନ୍ କୋଟି କୋଟି ଗଛ ଲଗାଲେ କିନ୍ତୁ ଗୁଟେ ଗଛ ବି ନାଇଁ ବଞ୍ଚିପାରେ। ଆଜ୍ଞା ଏନ୍ତା ବୋକାମି ଭଳିଆ କାମମାନେ ନାଇଁ କରୁନ୍। ଦୁନିଆକେ ଟିକେ ଆଗ୍କେ ପ୍ରଗତିକେ ନେବାର୍ ଲାଗି ଚେଷ୍ଟା କରୁନ୍। ଦୁନିଆ ଚାନ୍ଦ୍ରୁ ଆରମ୍ଭ କରିକିରି ମଙ୍ଗଳ ଗ୍ରହ ତକ୍ ପହଞ୍ଚି ସାରିଲାନ ଆଜ୍ଞା, କିନ୍ତୁ ଆମର ଇନ ବହୁତ ପଛେ ଅଛୁଁ, ବହୁତ ପଛେ। ଆପଣମାନେ ଖାଲି ସେ ଘର ଆଉ ରାସନ କାର୍ଡ଼ରେ ରଖିଦେଇଛନ୍ ଲୋକଙ୍କୁ। ଆମର ଯେନ୍ MLA ଆଜ୍ଞା ଯୋଗେଇଥିଲେ, ଆମର MP ଆଜ୍ଞା ଯୋଗେଇଥିଲେ, ଆମର ଯେନ୍ ଏମ୍ପ୍ଲୟିମାନେ ବି ଦେଖ୍ମା ସେ କଲେକ୍ଟର ମହୋଦୟ, ସେହି BDO ସାର୍, ସେହି ଯିଏ ମାନେ ଅଧିକାରୀମାନେ ଥିଲେ ସେମାନେ ଯେନ୍ ଲଗେଇଥିଲେ ଗଛଟା, ପ୍ରକୃତରେ ସେ ଗଛଟା ବଞ୍ଚିଛି କି ନାହିଁ ଆପଣ ଦେଖିବେ 90% ଗଛ ନାଇଁ ବଞ୍ଚିଥିବା। ଶ୍ରୀକୃଷ୍ଣ ସମସ୍ତଙ୍କୁ ନମସ୍କାର। ଆଶା କରୁଛେଁ ଆପଣ ସମସ୍ତେ ବହୁତ ଭଲରେ ଥିବେ। ପୁଣି ଥରେ କୋଶଲି ଏଜୁକେଟର ଚ୍ୟାନେଲ ତରଫରୁ ଆପଣ ସମସ୍ତଙ୍କୁ ସ୍ୱାଗତ। ବନ୍ଧୁ ଆଜିର ବିଷୟବସ୍ତୁ ଟିକେ ଅଲଗା ଅଛି। ଆପଣଙ୍କୁ ଲାଗିପାରେ କି ଇଏ କାଣା କହୁଛେ ବୋଲିକିରି, କିନ୍ତୁ ଏଇଟା ଗୋଟେ ଶୁଣବାର୍ ବିଷୟଟେ ବୋଲି ମୁଇଁ ନିଜେ ଚିନ୍ତା କଲି, ତାପରେ ମୁଇଁ ଆପଣମାନଙ୍କର ପାଖକୁ ପହଞ୍ଚାବାର୍ ଲାଗି ଚେଷ୍ଟା କଲି। କଥାଟା ହେଉଛେ ଆପଣ କିଛି ଦିନ ତଲକେ ପଲେଇ ଯାଉଁ, ପଛକେ ପଲେଇ ଯାଉଁ। ଆମର ଡବଲ ଇଞ୍ଜିନ୍ ସରକାର ଗୋଟେ ନାରା ଦେଇଥିଲେ, ଆଉ ସେହି ନାରାଟା ହେଉଛି ମା ପାଇଁ ଗଛଟିଏ। ହଁ ବନ୍ଧୁ, ସେ ଯେନ୍ ମା ପାଇଁ ଗଛଟିଏର ସ୍ଲୋଗାନଟା ମୁଇଁ ଯେତେବେଳେ ଶୁଣିଲି ଭଲ ଲାଗଲା, କିନ୍ତୁ ମୁଇଁ ସେଇ ସରକାରଙ୍କୁ କହିବାକେ ଚାହୁଁଛେ, ଆପଣ ମା ପାଇଁ ଗଛଟିଏ ତ ଠିକ୍, ଆପଣ ବାପା ପାଇଁ ବି ଗଛଟିଏ କରୁନ୍, ଭାଇ ପାଇଁ ବି ଗଛଟିଏ କରୁନ୍, ଭଉଣୀ ପାଇଁ ବି ଗଛଟିଏ କରୁନ୍, ମୋତେ ସେଥିରେ କିଛି କହିବାର୍ ନାଇଁ ନ। କିନ୍ତୁ ମୁଇଁ ଯେନ୍ ଟପିକ୍ଟା କହୁଛେଁ ସେଟା ଶୁଣବାର୍ ଜିନିଷଟି ଅଛି। କଥା ହେଲା ପ୍ରକୃତି ଆମକୁ ବହୁତ ଗୁଡ଼ିଏ ଜିନିଷ ଦେଇଛି। ଯେନ୍ତା ତାର ସମୟ ଆସିଲେ ପତ୍ର ଝଡ଼ା ହେବା, ଆଉ ତାର ସମୟ ଆସିଲେ ନୂଆ ପତ୍ର ଆସବା ଗଛରେ। ମୁଇଁ କଥା ଏଥିର୍ ଲାଗି କହୁଛେଁ, ଆପଣ ବର୍ତ୍ତମାନ ସେ ଯେନ୍ ସମସ୍ତେ ଗୋଟେ ସେଲ୍ଫି ଚକ୍କରରେ ଯେନ୍ ଗଛମାନେ ଲଗାଲେ ଆଉ ଖାଲି ଷ୍ଟାଟସ୍ରେ ଅପଲୋଡ଼ ହେଲା, ସୋସିଆଲ ମିଡ଼ିଆରେ ଘୁରି ବୁଲିଲା, କିନ୍ତୁ ଆଜି ଯଦି ଆପଣ ତାର ଉପରେ ଯଦି ବୁଝବେ ଯେ କେନ୍ କେନ୍ ଜାଗାରେ ଗଛ ଯେନ୍ ଲଗେଇଥିଲେ, ଆମର ଯେନ୍ MLA ଆଜ୍ଞା ଯୋଗେଇଥିଲେ, ଆମର MP ଆଜ୍ଞା ଯୋଗେଇଥିଲେ, ଆମର ଯେନ୍ ଏମ୍ପ୍ଲୟିମାନେ ବି ଦେଖ୍ମା ସେ କଲେକ୍ଟର ମହୋଦୟ, ସେହି BDO ସାର୍, ସେହି ଯିଏ ମାନେ ଅଧିକାରୀମାନେ ଥିଲେ ସେମାନେ ଯେନ୍ ଲଗେଇଥିଲେ ଗଛଟା, ପ୍ରକୃତରେ ସେ ଗଛଟା ବଞ୍ଚିଛି କି ନାହିଁ ଆପଣ ଦେଖିବେ 90% ଗଛ ନାଇଁ ବଞ୍ଚିଥିବା। ମୁଇଁ କଥା ଏଥିର୍ଲାଗି କହୁଛେଁ ଯେ ସରକାର ଯେତେ ଗୁଡ଼ାଏ ବି ଯୋଜନା ଆଣୁଛନ୍ ତାହାକେ ଭଲସେ ଗୋଟେ ବୁଝିକିରି କରୁନ୍। ଯେନ୍ତା ଆମର ବନ ବିଭାଗ କର୍ମଚାରୀମାନେ ଅଛନ୍, କୋଟି କୋଟି ଟଙ୍କାର ଦରମା ଦିଆଯାଉଛେ, ସେମାନଙ୍କର ଡ୍ୟୁଟି ହେଲା ଯେ ଗୋଟେ ଜଙ୍ଗଲକୁ ଗୋଟେ ପ୍ରୋଟେକ୍ଟ ଦେଇକିରି ସେନ ସୁରକ୍ଷା ଦେବେ ସେମାନେ। କଥା ହେଲା ବର୍ଷକୁ ବର୍ଷ ଅନେକ ଗୁଡ଼ାଏ ଚାରା କରବାର୍ ଲାଗି ଆସୁଛି, ସେମାନେ ନିଆଁ ଲାଗିଗଲା, ଏତେ ଚାରା ହେଇଥିଲା ନଷ୍ଟ ହେଇଗଲା, ଏତେ ବାଉଣ୍ଡ୍ରି ଦେଲୁ, ବହୁତ ଗୁଡ଼ାଏ କଥା ଦେଖେଇକିରି ସେମାନେ ଖାଇ ଦଉଛନ୍ ପଇସା ପତର। ଆଜ୍ଞା କୌଣସି ଜଙ୍ଗଲକେ ବଢ଼ାବାର୍ ଲାଗି ହେଲେ ଜଙ୍ଗଲ ଲଗାବାରଠୁ ବେଶୀ ଜଙ୍ଗଲକୁ ସୁରକ୍ଷା ଖାଲି ଦେଇଦଉନ୍, ପ୍ରକୃତିର ଏତେ ତାକତ ଅଛି କି ସେ ଅଟୋମେଟିକ୍ ଆପଣଙ୍କୁ ଜଙ୍ଗଲଟେ ତିଆରି କରିକିରି ଦେଇଦେବା। ଆପଣ ଥରେ ଚିନ୍ତା କରୁନ୍, ବର୍ଷା ମାସ ଆସିଗଲା, ବର୍ଷା ହେଇଗଲା, ଜଙ୍ଗଲକୁ ପଶି ନାଇଁ ହୁଏ, ସେହି ଜଙ୍ଗଲଟା ଖରା ମାସ ଆସୁ ଆସୁ ପଦା ପାଲଟି ଯାଏସି। କାହିଁକି? କାରଣ ଆମର ପ୍ରୋଟେକ୍ଟ ନେଇନ ତାର ଉପରେ, ଆମେ କୌଣସି ଜଙ୍ଗଲକୁ ସୁରକ୍ଷା ଦେବାର୍ ଲାଗି ସେ ପ୍ରକାରରେ ନେଇନ ଆମେ। କିନ୍ତୁ ସରକାର ଇନ ନାରାବାଜି କରୁଛନ୍ ଯେ ମା ପାଇଁ ଗଛଟିଏ। ଆଜ୍ଞା ଗଛଟିଏ ଲଗାଯାଉ, କିନ୍ତୁ ଆପଣ ସେଲ୍ଫି ଚକ୍କରରେ ଗଛ ଯେନ୍ ଲଗଉଛନ୍ ଆଉ ସେ ଯେନ୍ ଜାଗାମାନଙ୍କୁ ଚୁଜ୍ କରିକିରି ଲଗେଇଛନ୍ କୋଟି କୋଟି ଗଛ ଲଗାଲେ, ଆପଣ ଯଦି RTIରେ ରିପୋର୍ଟ ମାଗିଦେବେ କେତେ କୋଟି ଟଙ୍କାର ଗଛ ଲଗା ହେଇଛି ତାର ହିସାବ ନାହିଁ, କିନ୍ତୁ ଗୁଟେ ଗଛ ବି ନାଇଁ ବଞ୍ଚିପାରେ। ମୋତେ ପେନ୍ ଏଥିର୍ ଲାଗି ହଉଛି ଏଇ କଥା, ଆର୍ ମୁଇଁ ଆପଣମାନଙ୍କୁ ଏଥିର୍ ଲାଗି କଥା ଜଣାଉଛେଁ ଯେ ଆଜ୍ଞା ଇ ଯେନ୍ ଖର୍ଚ୍ଚା କରାଗଲା ଏ କୋଟି କୋଟି ଟଙ୍କା,
এটা କ'ଣ ଗଭର୍ଣ୍ଣମେଣ୍ଟ ତାର ପକେଟରୁ ଦେଲା କି ଥରେ ଥରେ ଆପଣ କ୍ୱେଶ୍ଚିନ୍ ମାର୍କଟା ଆଣିକରି ଦେଖୁନ୍ ନାଇଁ ଆଜ୍ଞା ଯେନ୍ମାନେ ନାଇଁ ଜାଣି ମୁଇଁ ସେମାନଙ୍କୁ ଜଣେଇ ଦେବା ଲାଗି ଚାହିଁବି ଆଉ ବର୍ତ୍ତମାନ ତ ବହୁତଟେ ଆଜ୍ଞାମାନେ ଜାଣିଛନ୍ ଏ ବିଷୟବସ୍ତୁଟା ଆମେ ଛୋଟିଆରୁ ଛୋଟିଆ ଜିନିଷଟେ କିଣିଲେ ଗଭର୍ଣ୍ଣମେଣ୍ଟକେ ଆମେ ଟ୍ୟାକ୍ସ ଦେଉଛୁ ଆଉ ସେହି ଟ୍ୟାକ୍ସରେ ଗଭର୍ଣ୍ଣମେଣ୍ଟ ଅନେକ ଗୁଡ଼ାଏ ସ୍କିମ୍ କରିକିରି ଆମକୁ ଦେଉଛି ସେହି ଭିତରେ ଆମକୁ ଯଦି ଏନ୍ତା ପ୍ରକାର ଗୋଟେ ସ୍କିମ୍ ଆଣିକିରି ଠିକ୍ ଅଛେ ଯଦି ସେଟାକେ ଆପଣ ସକ୍ସେସ୍ କରିକିରି ଦେଖାଇ ଦେଉଛନ୍ ତ ତାର ଭଳିଆ ଗୋଟେ ପଦକ୍ଷେପ ନାଇଁନ କିନ୍ତୁ ଆପଣ ଗଛ ଲଗାଇ ଦେଲା ପରେ ପଛ କଲା ପରେ ପରେ ତାହାକେ ଛେଲ୍ ଖାଇ ଦେଉଛି ତ ସେନେ ଆମେ ଯେନ୍ କୋଟି କୋଟି ଟଙ୍କାର ଯେନ୍ ଖର୍ଚ୍ଚା କଲା ସେଟା ପିଓରଲି ଆମ ପକେଟ୍ ମନି ଆଜ୍ଞା ଆମେ ଗଭର୍ଣ୍ଣମେଣ୍ଟକେ ଟ୍ୟାକ୍ସ ଦେଇଥିଲୁ ସେହି ପଇସାରେ ସେ କୋଟି କୋଟି ଟଙ୍କାର ବିନିଯୋଗ କଲା ସେଲ୍ଫି ଚକ୍କରରେ ବହୁତ ଗୁଡ଼ାଏ ପୋଷ୍ଟର ବନାଲା ଆଉ ସେଥିରେ ସେ ସମସ୍ତଙ୍କୁ ଧୂଳିସାତ୍ କରିଦେଲା ମୋତେ ନାଇଁ ଲାଗ୍ବାର ସେ ଗଛ ବଞ୍ଚିଛେ ତ ମୁଇଁ ସେ ଆଜ୍ଞାମାନଙ୍କୁ କହିମି ଯେନ୍ ଆଜ୍ଞାମାନେ ଯେନ୍ ଯାଇକିରି ବଡ଼ ବଡ଼ ଲୋକମାନଙ୍କର ସାଙ୍ଗେ ବସୁଛନ୍ ଉଠୁଛନ୍ କଥାବାର୍ତ୍ତା ହଉଛନ୍ ଗୋଟେ ସ୍କିମ୍କେ ଆଗକେ ଧରିକିରି ଆସୁଛନ୍ ଆଜ୍ଞା ଏନ୍ତା ବୋକାମି ଭଳିଆ କାମମାନେ ନାଇଁ କରୁନ୍ ଦୁନିଆକେ ଟିକେ ଆଗକେ ପ୍ରଗତିକେ ନେବା ଲାଗି ଚେଷ୍ଟା କରୁନ୍ ଦୁନିଆ ଚାନ୍ଦରୁ ଆରମ୍ଭ କରିକିରି ମଙ୍ଗଳ ଗ୍ରହ ତକ୍ ପହଞ୍ଚି ସାରିଲାନ ଆଜ୍ଞା କିନ୍ତୁ ଆମର ଇନ ବହୁତ ପଛେ ଅଛୁଁ ବହୁତ ପଛେ ଆପଣମାନେ ଖାଲି ସେ ଘର ଆଉ ରାସନ କାର୍ଡ଼ରେ ରଖିଦେଇଛନ୍ ଲୋକଙ୍କୁ ତରକ୍କି କରବାର୍ ଲାଗି ହେଲେ ବହୁତ ଗୁଡ଼ାଏ ପଦକ୍ଷେପ ଅଛି ଆଜ୍ଞା ଆପଣମାନେ ଜଙ୍ଗଲ ବିଭାଗକୁ ସୁରକ୍ଷା ଦେବା ଲାଗି କଡ଼ାକଡ଼ି ବ୍ୟବସ୍ଥା କରୁନ୍ ସେମାନେ ବହୁତ ବଢ଼ିଆ କରି ସେ ତାକୁ ପ୍ରୋଟେକ୍ଟ ଦଉନ୍ ଯାହାଦ୍ୱାରା କି ଆମର ଜଙ୍ଗଲଟା ଅଟୋମେଟିକ୍ ସୁରକ୍ଷା ରହିବା ଆଉ ଗଛ ନାଇଁ କାଟୁନ୍ ଗଛ ବଢ଼ବାରେ କି ଅଟକେ ନେଇ ପାରନ୍ ସାର୍ ପ୍ରକୃତି ପାଖେ ସେତେ ତାକତ ଅଛି ଯଦି ମୋର୍ କଥାରେ ଆପଣମାନେ ଏକମତ ଅଛନ୍ ନିହାତି ଭାବରେ ଭିଡ଼ିଓକୁ ଲାଇକ୍ କରିବେ ସେୟାର କରିବେ କମେଣ୍ଟ କରିବେ ବହୁତ ବହୁତ ଧନ୍ୟବାଦ ସାର୍।